ଆମେ ଯେଉଁ ସଂସାରରେ କହୁଛେ ପଇସା ଗାଡ଼ି ଘର ଘୋଡ଼ା ଏ ସବୁ ଜିନିଷ ମିଛ। କେବଳ ହିଁ ସତ୍ୟ ହିଁ ଭଗବାନ। ମଣିଷ ଏ ଦୁନିଆକୁ ଖାଇ ପିଇ ସଂସାର ଗଢ଼ିକି ବଞ୍ଚିବାକୁ ଆସିନି, ଆସିଛି କିଛି ଅଲଗା କାମ କରିବାକୁ। ଆଉ ଯେଉଁ କାମକୁ ଆମେ ସମସ୍ତେ ଜାଣିଛେ କ'ଣ କରିବା ଦରକାର କ'ଣ ନ କରିବା ଦରକାର, କେଉଁଟା ଭଲ କେଉଁଟା ଖରାପ ସବୁ ଜିନିଷ ମଣିଷ ଜାଣିପାରେ। ତଥାପି ମଣିଷ ଦୁନିଆ ରହିଲା ପରେ ବି ସଂସାରରେ ରହିଲା ପରେ ବି ତାର କିଛି ଭଲ ଭିତରେ ବି କିଛି ଭୁଲ ହେଇଯାଏ। ହ୍ୟାଲୋ ଭାଇ ଓ ଭଉଣୀ ମାନେ, ଗୁଡ୍ ମର୍ଣ୍ଣିଂ, ଜୟ ଜଗନ୍ନାଥ। ଆପଣମାନଙ୍କୁ ସ୍ୱାଗତ କରୁଛି ଆଉ ଗୋଟେ ନୂଆ ବ୍ଲଗ୍ରେ। ତ ଆଜି ହେଉଛି ରବିବାର, ତ ଆମେ ଯାଉଛୁ ଗୋଟେ ବଢ଼ିଆ ଜାଗା ଯେଉଁଟା ଲାଷ୍ଟ ଟାଇମ୍ ମୁଁ ଭିଡ଼ିଓରେ ଯାଇଥିଲି, ମୋ ବ୍ଲଗ୍ସରେ ଯାଇଥିଲି ସେଠି। ଆଉ ସେଠିକି ଦର୍ଶନ କଲା ପରେ ମୋତେ ଏତେ ଭଲ ଲାଗିଥିଲା, କାହିଁକିନା ସେଇଟା ମୋର ଫାଷ୍ଟ ଦର୍ଶନ ଥିଲା ମାଆଙ୍କର। ତ ଆଜି ହେଉଛି ସେକେଣ୍ଡ ଟାଇମ୍ ଦର୍ଶନ କରିବାକୁ ଯାଉଛି। ତ ସଂସାର ଭିତରେ ରହିଲା ପରେ ସବୁ କର୍ମ କଲାବେଳେ ଆମେ ବି ଗୋଟେ କାମକୁ ଭୁଲି ଯାଉ, ସେଇଟା ହେଲା ଭଗବାନଙ୍କର କାମ। ଯାହା ପାଇଁ ଆମେ ଦୁନିଆକୁ ଆସିଛେ ତାଙ୍କ ଶରଣରେ ଯିବା, ତାଙ୍କୁ ସମର୍ପଣ କରିବା ନିଜକୁ, ଆଉ ସଂସାରର କିଛି ମାନେ ଭଲ କାମନା କରିବା। ତ ଚାଲନ୍ତୁ ସେଇଠିକି ଯିବା, ଆଜି କେମିତି କ'ଣ ରହିଛି ଦେଖିବା। ଆଉ ଭିଡ଼ିଓ ଲାଷ୍ଟ ଯାଏ ଦେଖନ୍ତୁ। ଆଉ ସେ ମାଆଙ୍କର ଏତେ ଆଶୀର୍ବାଦ ଅଛି, ମାନେ ଆପଣମାନେ ବିଲିଭ୍ ବି କରିପାରିବେନି ଯେ ଏତେ ଆଶୀର୍ବାଦ ମାଆର ଅଛି। ତ ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ସକାଳୁ ପୁରା ଗାଡ଼ିଟା ପୋଛା ପୋଛି କରି ପୁରା ରେଡ଼ି କରିଦେଇଛି। ଫାଇନାଲି ସକାଳୁ ଆସିଗଲା ଖାଇବା, ବରା ଏବେ ଆସି ମୁଁ ପହଞ୍ଚିଲି ଏଇଠି। ଆସି ମାନେ ପାଖାପାଖି ମାଆଙ୍କ ମନ୍ଦିର ଅଛି। ତ ବାଟରେ ଆପଣ ଦେଖିବେ ଯେତେକ ମହାତ୍ମା ଗାନ୍ଧୀ ମାନେ ଦେଶପ୍ରେମୀ ଲୋକ, ସେମାନଙ୍କର ଏଇଠି ମୂର୍ତ୍ତି ତିଆରି କରାଯାଇଛି। ଆଉ ବହୁତ ବଢ଼ିଆ ସେ ତିଆରି କରାଯାଇଛି, ଦେଖିପାରିବେ ଏମାନଙ୍କର ସବୁ ମୂର୍ତ୍ତି ତିଆରି କରାଯାଇଛି। ଏମାନେ ହେଉଛନ୍ତି ଆମ ଦେଶକୁ ସ୍ୱାଧୀନତା ଦେଇଛନ୍ତି। ତ ଏ ଗୋଟେ କହିବି ଯେ ଆମେ ଯେଉଁଠି ସେମାନଙ୍କୁ ଦେଖିବା ତାଙ୍କୁ ସମ୍ମାନ କରିବା ଦରକାର। ଯଦି ମାନେ ଆଜି ଆମେ ଫ୍ରିଡ଼ମ୍ରେ ରହିପାରୁଛେ, ଆଉ ଆମମାନଙ୍କୁ ସେମାନେ ସ୍ୱାଧୀନତା ଦେଇଛନ୍ତି, ତ ସେମାନଙ୍କର ଗୁରୁତ୍ୱ ଆମ ଦେଶ ପାଇଁ ବହୁତ ସାରା ଅଛି। ତ ସେମାନଙ୍କୁ ଆମେ ସମ୍ମାନ ଦେବା ଦରକାର। ଆଉ ସେମାନେ ମାନେ ଯେପର୍ଯ୍ୟନ୍ତ ପୃଥିବୀ ଥିବ, ଦୁନିଆ ଥିବ, ସେମାନେ ଆମ ହୃଦୟରେ ଥିବେ, ସମାଜରେ ଥିବେ। ତାଙ୍କମାନଙ୍କର ମାନେ ଯେଉଁ କର୍ମଟା ମାନେ ସୃଷ୍ଟି ଯେପର୍ଯ୍ୟନ୍ତ ଅଛି, ସେମାନଙ୍କ କର୍ମଟା ସେ ପର୍ଯ୍ୟନ୍ତ ଅଛି। ଏବେ ଆମେ ପହଞ୍ଚିଲୁ ଆସି ମାଆଙ୍କ ପୀଠରେ। ତ ମାଆଙ୍କର ବହୁତ ସାରା ମାନେ କୃପା ଅଛି। ତ ଏଇଠି ଆସିଲା ପରେ ଆପଣ ଏତେ ଗୋଟେ ବଢ଼ିଆ ଫିଲ୍ ଲାଗିବ, ଆଉ ଆପଣ ବିଲିଭ୍ କରିପାରିବେନି ଯେ ଏତେ ଆପଣଙ୍କୁ ଖୁସି ଲାଗିବ। ତ ମାଆଙ୍କ ନାଁ ହେଉଛି 64 ଯୋଗିନୀ ମନ୍ଦିର। ତ ପଛରେ ଦେଖନ୍ତୁ ଗୋଟେ ବଡ଼ ପୋଖରୀ ଅଛି। ତ ଆପଣ ଆସିଲେ ଏଇଠି ପୋଖରୀରେ ଧୋଇ ହେବେ। ତ ଆପଣ ଲାଗିବ ଯେମିତି ଗୋଟେ ମାଆଙ୍କ ମନ୍ଦିର ଗଲା ପରେ ପବିତ୍ର ଲାଗିବା ଦେଖ, ସେମିତି ଗୋଟେ ବଢ଼ିଆ ଜାଗା ରଖାହେଇଛି ପୋଖରୀ। ତ ସାମ୍ନାରେ ରହିଲା ମାଆଙ୍କର ମନ୍ଦିର, ଏଇଟା ଦେଖିବେ ପୁରା ଫାଙ୍କା ଫାଙ୍କା ଅଛି। ବହୁତ ସାରା ଗଛ ଫଛ ଲଗା ହେଇଛି। ସାମ୍ନାଟା ପୁରା ଏମିତି ସଫା। ନେଇଯିବା ମାଆଙ୍କ ପାଇଁ ଦୀପ ନେଇଯିବା। ମାଉସୀ କହିଲେ ସବୁ ଯାକ ନେଇଯିବା ମାଆଙ୍କ ପାଇଁ ପୂଜା କରିବାକୁ, ଶଙ୍ଖା ସିନ୍ଦୁର ଫୁଲ। ଏଠି ରହିଲା ପିଠା, ଆଉ ରହିଲା ଏଠି ଦୀପ ଧୂପ। ଆମେ ଯାଇଥିଲୁ ଭିତରକୁ ମାଆଙ୍କୁ ଦର୍ଶନ କରିବାକୁ। ତ ବହୁତ ବଢ଼ିଆ ଲାଗିଲା ଯେ ସୃଷ୍ଟିର କର୍ତ୍ତା ଯାହା ବିନା ଦୁନିଆରେ କିଛି ବି ଜିନିଷ ହେଇପାରିବନି। ଯେତେବେଳେ ଆପଣ ତା ଚରଣକୁ ଆସିବେ, ଲାଇଫ୍ର ମାନେ ଦୁନିଆର ସବୁ ଖୁସି ତା ପାଖରେ ଅଛି। ଆମେ ଯେଉଁ ସଂସାରରେ କହୁଛେ ପଇସା ଗାଡ଼ି ଘର ଘୋଡ଼ା ଏ ସବୁ ଜିନିଷ ମିଛ। କେବଳ ହିଁ ସତ୍ୟ ହିଁ ଭଗବାନ ହିଁ ସତ୍ୟ, ହରିନାମ ହିଁ ସତ୍ୟ। ଆଉ ଯେଉଁଟା ଭଗବାନଙ୍କ ନାମ ତିଆରି ହେଇଛି, ସେଇଟା ହିଁ ଦୁନିଆରେ ହିଁ ସତ୍ୟ। ଯାହା ଆପଣମାନେ ଦେଖୁଛନ୍ତି ଦୁନିଆର ସବୁ ଜିନିଷ ମିଥ୍ୟା, କିନ୍ତୁ ସେଇ ମିଥ୍ୟା ବିଷୟରେ ଆମ ଜୀବନରେ ଗୋଡ଼େଇ ଗୋଡ଼େଇ ଆମେ କେବେ ଭଗବାନ ପାଖକୁ ଆସିପାରୁନେ, ଟାଇମ୍ ବି ଦେଇପାରୁନେ। ଆମେ କହୁଛେ ଆମେ କର୍ମ ଭିତରେ ରହୁଛେ, କିନ୍ତୁ କର୍ମ ଜଞ୍ଜାଳ ଭିତରକୁ ପଠେଇବାର ସ୍ୱୟଂ ଭଗବାନ ଆମକୁ ଏଇ ସଂସାରକୁ ପଠେଇଛନ୍ତି। ଯଦି ଆମେ ଏଇ କର୍ମ ସଂସାର ଭିତରେ ତାର କିଛି କର୍ମ ନ କରିବା, ତାହେଲେ ମଣିଷ ଜନ୍ମ ହେଇକରି କିଛି ଲାଭ ହିଁ ନାହିଁ। ତ ଯେତେ ପଇସା ଇନକମ୍ କଲେ, ଯାହା କଲେ ବି କୌଣସି ଦିନ ଆମ ଭିତରେ ଇଗୋ ଆଟିଚ୍ୟୁଡ଼, ଆଉ ଆମମାନଙ୍କ ଭିତରେ ଗୋଟେ ମୁଁ ବଡ଼, ମୁଁର ଯେଉଁ ଅହମ୍ ଭାବ ରହିବା ଦରକାର, କେବେ ହେଲେ ସେ ଜିନିଷ ରଖିବେନି। ତ ସୃଷ୍ଟିରେ ସମସ୍ତେ କ୍ଷୀଣସ୍ଥାୟୀ, ମାନେ କିଛି ସମୟ ପାଇଁ ଆମେମାନେ ଆସିଛେ, କିଛି ସମୟ ପରେ ପୁଣି ମାନେ ଏଇ ଜଗତରୁ ଛାଡ଼ି ପଳେଇବା। ତ ଏଇ କିଛି ସମୟ ପାଇଁ ଆମେମାନେ ଆମ ଜୀବନରେ ପୁରା ଗର୍ବ ଅହଙ୍କାରକୁ ନେଇ ଯେଉଁ ଚରିତ୍ର ତିଆରି କରିଦିଅ ଦୁନିଆରେ, ଏଇସବୁ ଜିନିଷ ଆମକୁ ଏତେ ତଳକୁ ନେଇଯାଏ। ଆମେ ଭଗବାନ ସୃଷ୍ଟି ଅଛନ୍ତି ବୋଲି ଭୁଲି ଯାଉ। ଆମେ ଭାବୁଛେ ଆମେ ହେଉଛୁ ସୃଷ୍ଟିର କର୍ତ୍ତା, କିନ୍ତୁ ଯିଏ ସୃଷ୍ଟିର କର୍ତ୍ତା ସିଏ କେବେ ଅହମ୍ ଭାବ କରେନି। ସିଏ ତା ଭକ୍ତ ପାଇଁ ସବୁବେଳେ ଭଲ ଚାହେଁ, ଆଉ ସିଏ ଚାହେଁ କେମିତି ସୃଷ୍ଟିରେ ମଙ୍ଗଳ ହଉ। ଆଉ ସର୍ବମଙ୍ଗଳେ ମା ଦୁର୍ଗା, ମା ତାରିଣୀ, ମା ଲକ୍ଷ୍ମୀ, ସମସ୍ତେ ପୁରା ନାରୀ ବିନା ସୃଷ୍ଟିର କୌଣସି ମାନେ ପତ୍ତା ନାହିଁ, ସତ୍ତା ନାହିଁ। ତ ସବୁବେଳେ ଭଗବାନ ଚରଣରେ ଆସି କିଛି ନା କିଛି ନିଜ ପାଇଁ ନୁହଁ, ଏ ସୃଷ୍ଟି ପାଇଁ କିଛି ମନୋକାମନା କରିବା ଦରକାର। ଯାହାଙ୍କ ପାଇଁ ଏ ଦୁନିଆ ଚାଲିଛି, ଆଉ ଯାହାଙ୍କ ପାଇଁ ଏ ଦୁନିଆ ଦିନେ ନା ଦିନେ ନଷ୍ଟ ହେଇଯିବ, ସେ ହେଉଛନ୍ତି ମାନେ ନାରୀ ଜଗତ। ତାଙ୍କୁ ସମ୍ମାନ କରିବା ଦରକାର। ତ ବିଗତ ଯୁଗରେ ବହୁତ ସାରା ବି ଆମେ ଦେଖିଛେ, ସୀତାଙ୍କ ଚରିତ୍ର ଦେଖିଛେ, ଆମେ ରାଧାଙ୍କ ଚରିତ୍ର ଦେଖିଛେ। ମାନେ ଏଇ ଯୁଗରେ ବି ଜଗନ୍ନାଥ ଅଛନ୍ତି, ଆଉ ଏଇ ଯୁଗରେ ବି ଅଛନ୍ତି ସ୍ୱୟଂ ମା ଲକ୍ଷ୍ମୀ ଅଛନ୍ତି। କିନ୍ତୁ ଆମମାନଙ୍କ ଚିନ୍ତାଧାରା ସେ ଯଦି ହେଇପାରିଲା, ତାହେଲେ ଆମେ ସେଇଠି ଆମେ ଫିଲ୍ କରିବା ଯେ ସମସ୍ତ ନାରୀ ହେଉଛନ୍ତି ସୀତା, ଆଉ ସମସ୍ତ ନାରୀ ହେଉଛନ୍ତି, ସମସ୍ତଙ୍କ ଦେହରେ ବି ଅଛନ୍ତି କ'ଣ ଶ୍ରୀ ରାଧା ଅଛନ୍ତି। ତାହେଲେ ଯେ ଆମେ ଗୋଟେ ଭଲ ଜୀବନ ଯାପନ ଅଛନ୍ତି। ଆମର ଗରଳ ବି ହଜମ କରିଦେଇଥିବା ଭଗବାନ ମହାବୀର
मन मतलब शिव भगवान तो सी हूँ सृष्टिर सबुठू अलग भगवान जहाँ बिना किसी दुनिया तो ए ठाकुर दर्शन कर माँ को ये बसीचु गछ तले तो बढ़िया लगुच गछटा तो एक्चुअली जीवन शांति ही ये अच्छी केते बढ़िया लगुच ना टेंशन ना पैसा टेंशन खाइबा टेंशन किसी भी नहीं जीवन जो शांति मनुष्य प्रकृत दरकार से एक्चुअली ये तो फाइनाली बुलाबुली सरीगला माँ को दर्शन होगा तो ये रिटर्न पड़ेगा भुवनेश्वर तो देखिए ये रास्ता केते बढ़िया लगुच शांति अच्छी भाई ये रास्तार शांति माने ना टेंशन अच्छी ना किसी ना ना पॉल्यूशन अच्छी गाड़ी साउंड किसी ना भाई तो ये आस पहुँच गली भुवनेश्वर तो फाइनाली आसीगला आम खाइबा भात डाली सब अच्छी एबे आम आसुचु दुकान को तार नबाकू कहीं सरोज भाई घर जो सिफ्ट है से तार लगार अच्छी तो से ओला गाड़ी चार्ज अच्छी से चार्जरटा ही तार नबा पड़ो ये फैन आउटलेट बही पूरा ये बढ़िया बढ़िया सब फैन अच्छी जो फैन आप घर लगे आउटलेट देखिए तो ये फैन से घर लगे फाइनाली आसला आम तार तो ये तारटा नबार अच्छी गाड़ी कनेक्शन लगा हो तो फाइनाली आसला आम खाइबा ये नान ये चना तरकारी फाइनल टाइम हो रात 10टा हो तो आम खाଇବା पिया सरीगला जे शोवा एडिटिंग करवा तो बहुत जोर निद भी लगे आई होप आप आज ब्लॉग पसंद लाइक करदे चैनल जब नुआ सब्सक्राइब करदे देखा पुणी आप सहित नुआ ब्लॉग्स रे थैंक्स फॉर वाचिंग माय ब्लॉग्स बाय।